डोंट टच मेन इंस्टेड फॉलो वोमेन। मैडम क्या परिचय देवे। नमस्कार, मो शिप्रा मित्र, सोशल वर्कर। मैडम ଏବେ ଯେମିତିକା ଆମ ଭାରତ ବର୍ଷରେ କୋଭିଡ ପୁଣି ଥରେ ନିଜର କାୟ ବିସ୍ତାର କଲାଣି ଆଉ ଆଜି 4000 ପୁରାଣ ହେଇଛି କୋଭିଡ ସଂଖ୍ୟା କଣ କହିବେ ତାକୁ ମଧ୍ୟ। ଏଇଟା ବଡ଼ ଚିନ୍ତାର ବିଷୟ, କିନ୍ତୁ ଯେବେ ପର୍ଯ୍ୟନ୍ତ ସରକାର ଆମର କିଛି ଏସ୍ଓପି ଜାରି କରିନାହାନ୍ତି ଆମେ ତ ପ୍ୟାନିକ୍ ହେବା ଦରକାର ନାହିଁ। କିନ୍ତୁ ଆମେ ତ ପୁରୁଣା କଥା ଦିନରୁ ଆମେ ଶିଖିଛେ କିଛି, ତେଣୁ ଆମକୁ ଡରିବାର ନାହିଁ, କିନ୍ତୁ ମାନିବା ପାଇଁ ହିଁ ପଡ଼ିବ। ଆମର ଗୋଟେ କଥାରେ ଅଛି, ଶତ୍ରୁକୁ, ଋଣକୁ ଆଉ ରୋଗକୁ ଆକୁ କେବେ ହେଲେ କମଜୋର ଭାବିବା କଥା ନାହିଁ। କମ୍ ବେଲେ ସିଏ ସ୍ପ୍ରେଡ୍ କରିବ, ଆମ ଉପରେ ଓଲଟା ଭାବି ହେବ। ତେଣୁ ଆମେ ଟିକେ ହୁସିଆର ରହିବା ଦରକାର। ମୁଁ ବି ଶୁଣୁଥିଲି ଏବେ କାଲି ନା ପରଦିନ ଗୋଟେ ଆମର ବାହାରିଛି ଗୋଟେ 85 ଇୟର୍ସ ଲୋକ ଏକ୍ସପାର୍ଟ କରିଯାଇଛନ୍ତି। ଅବଶ୍ୟ ତାଙ୍କର ସାଇଡ଼ରେ ସବୁ ଅଲଗା ଅଲଗା ରୋଗ ବି ଥିଲା, କିନ୍ତୁ ତଥାପି ଆମେ ଟିକେ ହୁସିଆର ରହିବା ଦରକାର ଅଛି। ଆଉ ୟା ପୂର୍ବ ଥରକୁ ଯଦି ଆମେ ନଜରକୁ ଆଣିବା ତେବେ ଆମକୁ ବହୁତ ସଟଡାଉନ ଲକଡାଉନ ଟାଇପ୍ର ବହୁତ କିଛି ଆମକୁ ଫେସ୍ କରିବା ପାଇଁ ପଡ଼ିଥିଲା। ତ ଏବେ ବି ଆମ ଓଡ଼ିଶାର ସଂଖ୍ୟା 12କୁ ଟପି ସାରିଲାଣି କୋଭିଡ, ଜଣଙ୍କ ମୃତ୍ୟୁବରଣ ବି ଜଣେ କରିଛନ୍ତି। ଏମିତି କ୍ଷେତ୍ରରେ ଓଡ଼ିଶା ସରକାର କ'ଣ ଷ୍ଟେପ୍ ନେବା କଥା ବୋଲି ଆପଣ ଭାବୁଛନ୍ତି? ସେମିତି ମୋତେ କାହିଁ ଲାଗୁନି ଲକଡାଉନ୍ ସଟଡାଉନ୍ ହେଲା ଭଳିଆ ସିଚୁଏସନ୍ ଆସିଲାଣି, ଆଉ ନିକଟରେ ବି ହେବାର ଚାନ୍ସ ହିଁ ନାହିଁ। କାହିଁକିନା ଆମର ଇକୋନୋମିକ୍ ଯେଉଁ ଭଳିଆ ବିନା ପରିସ୍ଥିତିରେ ଅଛି, ସେମିତି କଲେ ଲୋକମାନେ ବହୁତ ସଫରରେ ହେଇଛନ୍ତି। ତେଣୁ ସେ ଜିନିଷ କରିହେବନି, ତାଙ୍କର ଜୀବନ ଜୀବିକା ସବୁ ଦେଖିବା ପାଇଁ ପଡ଼ିବ। କିନ୍ତୁ ସରକାର କେତେ ଗୁଡ଼ିଏ ପ୍ରଚାର ପ୍ରସାର କରନ୍ତୁ, ଲୋକମାନଙ୍କୁ ପଠାନ୍ତୁ ଘରେ ଘରେ, କିମ୍ବା ମାଇକ୍ରେ ପ୍ରଚାର କରନ୍ତୁ ଯେ ନାଇଁ ଆପଣମାନେ ଡରନ୍ତୁନି। କିନ୍ତୁ ଏଇଭଳିଆ ଜିନିଷ କେତେ ଗୁଡ଼ିକ କରନ୍ତୁ। ସରକାର ଟିକେ କସସ୍ ରହିବା ଦରକାର। କେଉଁଠି କ'ଣ ହେଉଛି ମଝିରେ ମଝିରେ ଯେମିତି ଅନନେସେସାରୀ କ୍ରାଉଡ଼ିଂ ହେଉଛି, ସେ ଯେଉଁ ଜାଗାରେ ଟିକେ ଯାଇକି ଜଗନ୍ତୁ, ମନା କରନ୍ତୁ, ଲୋକମାନଙ୍କୁ ଟିକେ ବୁଝାନ୍ତୁ। କିନ୍ତୁ ପ୍ୟାନିକ୍ ହେବାନି ମାନେ ଏତେ ବି ଯଦି ଆମେ ନିର୍ଭୟ ରହିଯିବା, ରୋଗ ନିଶ୍ଚିତ ଭାବରେ ସ୍ପ୍ରେଡ୍ କରିବ। ଯେଉଁମାନେ ଟିକେ କମଜୋର ଅଛନ୍ତି ସେମାନେ ସିଭିୟର ହେବେ। ତେଣୁ ସରକାର ଟିକେ ଟିକେ ରହିବା କଥା, ଆଲର୍ଟ ରହିବା କଥା। ଏବେ ବଡ଼ ବଡ଼ ସିଟି ସହିତ ଆମର ବିଭିନ୍ନ ଫ୍ଲାଇଟ୍ ଯୋଗାଯୋଗ ଏବେ ହେଇସାରିଲାଣି। ବହୁତ ସିଟିକୁ ଆମର ଓଡ଼ିଶାରୁ ଡାଇରେକ୍ଟ ଫ୍ଲାଇଟ୍ ଯିବା ଆସିବା କରୁଛି। ତ ଏମିତି କ୍ଷେତ୍ରରେ ଭାରତର ଯେଉଁ ଅଲଗା ରାଜ୍ୟରେ ଯେଉଁ ଲୋକମାନେ ଅଛନ୍ତି ସେମାନେ ଟ୍ରେନ୍ ଯୋଗେ ଫ୍ଲାଇଟ୍ ଯୋଗେ ଭାରତକୁ ଓଡ଼ିଶାକୁ ଆସୁଛନ୍ତି। ତ ସେମିତି କ୍ଷେତ୍ରରେ ସେଇ ଜାଗାରେ କିଛିଟା ଆମେ ଗାଇଡ଼ଲାଇନ୍ କରିବା କଥା କି ସରକାରଙ୍କର? ନିଶ୍ଚିତ ଭାବରେ ଆମର ଏୟାରପୋର୍ଟ ହେଲା କିମ୍ବା ଭୁବନେଶ୍ୱର ଷ୍ଟେସନ ହେଲା, ଏସବୁ କାରଣ ଆମ ଇଣ୍ଟରନ୍ୟାସନାଲ ଫ୍ଲାଇଟ୍ ଆସୁଛି, ବହୁତ ଲୋକ ଆସୁଛନ୍ତି, ଯିବା ଆସିବା ହେଉଛନ୍ତି। ସେଇଠି ଟେଷ୍ଟ କରିବା କଥା। ସେଇଠି ଟେଷ୍ଟ କଲେ ଆଟଲିଷ୍ଟ ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରଖିବା ଦରକାର। ଇଏ କରି ଆମେ ଯେଉଁ ଭାବୁନୁ କି ଆମର ଏତିକି ଲୋକ ଆଜି ମାନେ ଇଏ ହେଇଛନ୍ତି, ବାହାରିଛନ୍ତି, ଡିଟେକ୍ଟ ହେଇଛନ୍ତି ବା ପଜିଟିଭ୍, ନାହିଁ, ବହୁତ ଅଛନ୍ତି, ଭିତରେ ଭିତରେ ବହୁତ ଅଛନ୍ତି। କିଏ କେମିତିରେ ବି ଭାବୁଛନ୍ତି ହଁ କାଶି ଝୁକାମ ହେଇଛି, ଏସବୁ ଜିନିଷ ନୁହେଁ। କିନ୍ତୁ ଏଇଟା ଟିକେ ଟେଷ୍ଟ କରିବା ଦରକାର। ଯେହେତୁ ବାହାରୁ ଆସୁଛନ୍ତି, ସେମାନଙ୍କୁ ଜଗିଲେ ହୁଏତ ସ୍ପ୍ରେଡଟା କମିଯିବ ଆସ୍ତେ ଆସ୍ତେ। ନିଶ୍ଚିନ୍ତ ଭାବରେ ସେଇଟା କରିବା କଥା ସରକାର ଏଗୁଡ଼ାକ। ଲକଡାଉନ ସଟଡାଉନ ନହେଲେ ବି ସରକାର ଏବେ ତତ୍ପରତା ଷ୍ଟାର୍ଟ କରିବା କଥା କି, ଦେଖେଇବା କଥା କି ଏସବୁ ଜିନିଷରେ ଯେମିତିକା ପ୍ରଚାର ପ୍ରସାର ହେଲା ଷ୍ଟାର୍ଟ କରିବା କଥା କି? ନିଶ୍ଚିନ୍ତ ଭାବରେ ସରକାର କରିବା କଥା। କାହିଁକି ନା ଯେହେତୁ ଆମେ ଲକଡାଉନ ସଟଡାଉନ କରିବାନି, କିନ୍ତୁ ଲୋକଙ୍କର ତ ଆମର ବେଶୀ କ୍ଷୟକ୍ଷତି ହେବ, ଜୀବନ ଉପରେ କ୍ଷୟକ୍ଷତି ହେବ ନା। ତେଣୁ ଯେମିତି ଆମର ଲକଡାଉନ ସଟଡାଉନ ନ କଲେ ଲୋକଙ୍କର ଜୀବନ ଜୀବିକା ରହୁ ଏବଂ ଜୀବନ ବି ରହୁ। ଆଉ ଲୋକ ବଞ୍ଚିଲେ ସିନା ଜୀବନ ଜୀବିକା କରିବେ, ଆଉ ଜୀବନ ଜୀବିକା ନହେଲେ ବି ସେମାନେ ଚଳିବେ ବି କେମିତି? ତେଣୁ ସରକାର ମୂଳରୁ ଯଦି ଆମେ ପ୍ରଚାର କରିବା, ପ୍ରସାର କରିବା, ଲୋକମାନଙ୍କୁ ଆୱାର କରିବା। ଆଉ ଗୋଟେ କଥା ଆମର କଥାରେ ଅଛି କ'ଣ ନା, ଲୋକଙ୍କୁ ଭଲରେ ଭଲ ଲୋକ ବୁଝନ୍ତିନି। ଟିକେ ଅଛି ଯେଉଁଠିକି ଇଏ ହେଉଛି ଟିକେ ଫାଇନ୍ କରାଯିବ, ଆମକୁ ହେବ, ଏସବୁ ଜିନିଷ ଟିକେ ବି ଡର ଲୋକଙ୍କୁ ରଖିଲେ ଆସ୍ତେ ଆସ୍ତେ କଥାଟା ସିଚୁଏସନଟା ଟିକେ କଣ୍ଟ୍ରୋଲରେ ରହିବ। ଆଉ ଯଦି କଣ୍ଟ୍ରୋଲ ବାହାରକୁ ଯିବ, ସେତେବେଳେ ଆଉ କଲେ କିଛି ଲାଭ ହେବନି। ଲୋକଙ୍କର ଖରାପ ହେଇଯାଇଥିବ, ଲୋକଙ୍କର ଜୀବନ ଚାଲିଯାଇଥିବ, ଅଧିକ ମାତ୍ରାରେ ସ୍ପ୍ରେଡ୍ କରିଯିବ। ସେସବୁ ଠିକ୍ ନୁହେଁ। ସରକାର ଟିକେ ଏବେ ଟିକେ କସସ୍ ରହିବା ଦରକାର। ଏବେ 12 ଜଣ ଆମର କୋଭିଡ ପେସେଣ୍ଟ ଓଡ଼ିଶାରେ ବାହାରି ସାରିଥିବା ବେଳେ କାହା ମୁହଁରେ ଆମେ ମାସ୍କ ଦେଖୁନୁ। ଏବେ କ'ଣ ନିଜେ ବି ଗୋଟେ ନିଜର ତରଫରୁ ଗୋଟେ ସଚେତନତାରେ ଚାଲିବା କଥା କି? ନିଶ୍ଚିନ୍ତ ଭାବରେ। ଆଉ ଗୋଟେ କଥା, ସରକାରଙ୍କ ବାଟରେ ସରକାର ନିଅନ୍ତୁ। ଆମେ ବି ମଧ୍ୟ ପୂର୍ବରୁ ଭୋଗିଛୁ, ଜାଣିଛୁ। ଆମେ ବି ଯେତେକ ଲୋକ ଆମେ ଅଛୁ, ଆମେ ଏଇସବୁ ଜିନିଷରେ ଆମେ ସେ ବାଟ ଦେଇକି ଆସିଛୁ। ଆମେମାନେ ବି କେଉଁଠିକି ଗଲୁ, କ'ଣ କଲୁ, ଟିକେ ମାସ୍କ ବ୍ୟବହାର କରିବା କଥା। ଯେଉଁଠି ଆମର ଦରକାର ନାହିଁ, ମୁଁ କେତେ ଗୁଡ଼ିଏ କଥା ଆପଣଙ୍କୁ କହିବି। ହସ ମାଧ୍ୟମରେ କହିବି, ଆପଣମାନେ ଦେହକୁ ନେବେନି। ଗୋଟେ ହସ ମାଧ୍ୟମରେ ମୁଁ କଥାଟା କହିବି। ଏଇଟା କ'ଣ ହେଉଛି ନା, ଆମର କୁହାହେଉଛି ଡୋଣ୍ଟ ଟଚ୍ ମେନ୍। ତାର ମାନେ ହେଲା ଡୋଣ୍ଟ ଟଚ୍ ମେନ୍। ମେନ୍ ମାନେ ହେଲା ମାଉଥ୍, ଇ ହେଲା ଇୟର୍, ଆଇ, ତାପରେ ଏନ୍ ହେଲା ନୋଜ୍। ଆମେ ବିଶେଷ କରି ଆମେ କେଉଁଠି ଯାଇଛୁ ବାହାରକୁ ଆସିଲାକୁ ଏଗୁଡ଼ା ସବୁ ଧୁଆ ଧୁଇ ନ କରିକି ଏଠି ସେଠି ହାତ ମାରିବା କରି, ଏଇ ସବୁ ଇନଫେକ୍ସନ୍ର ହୁଏ। ଏ ବାଟେ ଆମର ଇନଫେକ୍ସନ୍ଟା ଯାଉଛି। ଆଉ ଗୋଟେ ଅଛି ଇନଷ୍ଟେଡ୍ ଫଲୋ ଓମେନ୍। ଓମେନ୍ ମାନେ କ'ଣ ହେଲା ଡବ୍ଲୁ। ଡବ୍ଲୁ ହେଉଛି ତୁମର ୱାଶ୍ ୟୋର୍ ହ୍ୟାଣ୍ଡସ୍, କୁଆଡ଼ୁ ବାହାରୁ ହେଇଛ ହାତ ଧରିକି ଧୋଇବା। ଓ ହେଲା ଓବେ, ସୋସିଆଲ ଡିଷ୍ଟାନ୍ସିଂ। ତାପରେ ଡବ୍ଲୁ ଓ ଏମ୍, ଏମ୍ ହେଲା ୟୁଜ୍ ମାସ୍କ ଅପ୍। ତାପରେ ଇ ହେଲା ଏକ୍ସରସାଇଜ୍ ଆଣ୍ଡ ଇଟ୍ ୱେଲ୍। ଆମର ଟିକେ ହେଲ୍ଦି ଖାଇବା ଦରକାର, କାରଣ ଦେହରେ ଇମ୍ୟୁନିଟି ବଢ଼ିବା ଦରକାର ହେଉଛି।
तापर ये आमर ये नाला नो अननेसेसरी क्राउडिंग आमर जो दरकार ना आम बाहर देखु एथर किए बेसी सफर रुहति ना जो मैंने रोगी एमाने सब अच्छा कौन मजबूरी लोक एथरे सफर रुहति आउ विशृंखलित लोक एथरे सफर रुहति आमर किसी ना सन्ध्या गोटे गाड़ी धरी बुलाबुली कर 5-7 पिला बुलाबुली करी से चल मजा करवा पार्टी करवा ये कर आम किसी दिन जाके रहा दरकार आ मजबूरी जो मान पेट पे खटुच्च से बाध्य होकर डेली ट्रेन सफर रोचे ट्रेन सफर करेंगे बस रे जीवे ये जगह को जीवे से पेट पे करेंगे किंतु आमर जो विशृंखलित कारबार से गोटे भी आम जगिया दरकार सरकार कौन सब जगिबे मो घर आसी हाथ धोबी सरकार आसी मो घर हाथ धोबे से सब जिन आम भी समाज से हिसाब से आमर भी केते गुड़िक दायित्व रही मोर धर कम कला बेले मुझे तू आसिलु हाथ देचु तू मास्क पिंधिचु तू ये कर ये सब जिन आम जी पाखापाखि जहाँ जमी बुझेवा कथा ये सब जिन आम भी पब्लिक भी निजे निजे आवार हवा कथा मु जो हस हस कहली जे ये जिनस गुड़क आप करतुनि अननेसेसरी जाइए बाहर क्राउड करतुनि आमर जदि जो कहते 2 गज दूरी ये जो मैंने कोरोना काम 2 गज जो दरकार ना तुम कहीं सीट पहुँचुच हाथ हरका ठीक भाव में धुह तापर आमर जदि किसी है ठंडा फंडा जाकि अति मात्रा रोचे आप मेडिकल देखातु आमर जो स्वास्थ्यकर्मी अच्छे सागर भेटाभेटी करूँ अजथार आपण मैंने पैनिक हूँ ना कि आपण मैंने छात्र छेप पकईक रुहतुनि मो जो मो रोग है मो पिलाटी खेब मो स्वामी खेल मो परिवार पड़शा घर सोसाइटी एमती आस्ते आस्ते माड़ी माड़ी जीव तेणु आम मास्क जमी आम यूज करवा कथा आमर हो न हो मास्क यूज कर जो आम छोट मोट जमी आम आगे करते काढ़ा टे पीउले ये करते ये सब जिन करवा जदि भी किसी होता आप इमिडिएट जाकि स्वास्थ्य विशेषज्ञ को परामर्श दिंतु जहाँकि कम स्प्रेड एत विषय हेनी ये जिनस करूँ टे इम्यूनिटी करूँ हाँ सब बड़ कथा एक्सरसाइज करूँ आम जब बसिक रहा जेकोसी रोग हम तापर आमर हूँ कौन ना डायबिटिक एरिका जो अच्छा पेसेंट से भी सब रहा दरकार योगा करवाटा निहाती दरकार से हूँ बड़ा कथा किसी ना आम कौन बाहर आम घर बसिक योगा करवा योगा तो हूँ बेस्ट जिनस ना आम देहर को शक्ति बढ़ाई ये करने रोग निरोध योगाटा निहाती दरकार एक्सरसाइज निहाती दरकार आमर जिते चेष्टा करवा याड सैड फास्ट फूड जंक फूड एगुड़ाक खाଇବା ना एमती के आम शरीर टे सुस्थ रही रोग आसिले भी आम ताको ओवर ये कर दीजिबा नहले ना देखिबा हमें या पूर्व थरो मास्क आ सैनिटाइजर पई बहुत माने कला बजारी भी होतला सोडा प्रति सरकार कर के भी दृष्टि आकर्षण करबा कथा से मौजूद रखिबा कथा के पाखरु किछ मनुष्य सुविधा पई हाँ मु शुणिली दिल्ली रे देखंतु दिल्ली रे जोठी तम सरकार को कहलानी से माने ऑक्सीजन बेड सब जिंस रखलेनी ता अपेक्षा आमर कांगी सरकार निजे पैसा रे बांटंतु लोक मान धर लोक ये होती प्रति घरे घरे नहीं बांटतु जमती आम गोटे नेशनल फ्लैग को आम सम्मान दूसरे सेमती बर्तमान मास्क को सम्मान देवा पड़े मास्क नहीं समस्त घरे घरे देकर बांटतु लोक मैंने जो जार ना सब करना ये सब जिन दिंतु क्या लोक अभावी लोक भी अच्छा आते केयरलेस अच्छा पाखे जिनसा रही पकेट रही ये करेंगे सानिटाइजर ये सरकार यहाँ को करूँ स्वास्थ्यकर्मी आशाकर्मी एम जो मैंने अच्छे नहीं घर घर नहीं गोटे विशेषकर बस्ती बासिंदा सब जो अच्छे से आवर नुहति से पाखे गुड़ाक देखो ना कला बजारी हम जदि आम देखानी पाइबानी ए 5 जिनस 50 टकर ये करेंगे अधिकांश लोक हम होता तो होता आउ सी कौन करेंगे ना से न आणिकी से बुलवे रोग चारिआड़ को हम तेणु सरकार ये सब जिन को जगवा कथा देखा कथा जोगेवा कथा भी ये नुआ सरकार आसछनी कोविड मुकाबला जदि सेमती पूर्व थर हुए तो कोविड मुकाबला गोटे चैलेंज रही निश्चिंत भाव में चैलेंज रहिबो काहे देखंतु एटा हচ্ছে गोटे टीम वर्क हुए एटा आमर स्वास्थ्य विभाग ठारू आरंभ कर सबू जिनस भाव में आम टीम किंतु जब आम पूर्व सरकार को देखा सेमती सरकार से बदल जाए नीति नियम तो बदलनी तेणु ये सरकार आर सरकार को फॉलो कर जोटा सरकार बदल किसी ना किंतु जो पूर्व सरकार जो भल गुण भल थिला जो करमती आम बात्या बन्यापाई आम जमी आम पूर्व सरकार को मन पकाऊँ सेमती फॉलो करूँ सी केमी कोविड बेले केमी सिचुएसन केमी कोरोना को से मात देते से सब जिन फॉलो करा दरकार सेमती कले पूर्व सरकार जमी करते आम ये सरकार सेमती कले किसी असुविधा हेनी धन्यवाद धन्यवाद नमस्कार।